ओमिक्रॉन जेनर स्पाइक प्रोटीन उपरे गवेषणा करिब पतंजलि। कोरोना महामारी समय कोरोनिल टसन आविष्कार करिथिबा पतंजलि रिसर्च फाउंडेशन कोरोनार नुआ भारियांट ओमिक्रॉन जेएन उपरे गवेषणा करिबाकु जाउछि। एथिपाई कंपानी चीनर साइरनो बायोलॉजिकल लैब्रु ओमिक्रॉन जेनर स्पाइक प्रोटीन मगाइछि। एहा उपरे गवेषणा आरंभ करा जाइछि। ଏହି ଅବସରରେ ରେ ପତଞ୍ଜଳି ଯୋଗପୀଠର ମହାମନ୍ତ୍ରୀ ଆଚାର୍ଯ୍ୟ ବାଲକୃଷ୍ଣ କହିଛନ୍ତି ଯେ କାରୋନା ଯେଭଳି ସାରା ବିଶ୍ୱକୁ ଭୟଭୀତ କରିଥିଲା ତାହାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଜେଏନ୍ ବି ସାରା ବିଶ୍ୱରେ ବ୍ୟାପୁଛି। ଏହି ରୋଗର ଚିକିତ୍ସା ଲାଗି ଯେଉଁ ଗବେଷଣା କରାଯାଏ ସେ ପାଇଁ ସ୍ପାଇକ୍ ପ୍ରୋଟିନ୍ ଦରକାର ହୁଏ। ଅତ୍ୟନ୍ତ ଜଟିଳ ପ୍ରକ୍ରିୟାକୁ ସମ୍ପାଦନ କରିବା ସହ 1.5 ମାସ ପରେ ସ୍ପାଇକ୍ ପ୍ରୋଟିନ୍ ଚିରୁ ଆସିଛି। ଏହା ଉପରେ ଗବେଷଣା କରି ପତଞ୍ଜଳି ସାରା ବିଶ୍ୱକୁ ଆୟୁର୍ବେଦିକ ଔଷଧ ଉପରେ ହେଉଥିବା ଗବେଷଣା ବିଷୟରେ ଜଣାଇବାକୁ ଚାହୁଁଛି। ପତଞ୍ଜଳି ପକ୍ଷରୁ କୁହାଯାଇଛି ଯେ ଆମ ପାଖରେ ଅତ୍ୟାଧୁନିକ ଗବେଷଣା ଲ୍ୟାବ୍, ଉପକରଣ ଏବଂ ବିଶିଷ୍ଟ ବୈଜ୍ଞାନିକଙ୍କ ଟିମ୍ ରହିଛି। ପତଞ୍ଜଳି ହେଉଛି ଏକ ବିଶ୍ୱାସର ନାମ ଏବଂ କୋଟି କୋଟି ଲୋକଙ୍କ ସହିତ ଯୋଡ଼ି ହୋଇ ରହିଛି। ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେସନ ଧାର୍ଯ୍ୟ କରିଥିବା ଉଚ୍ଚ ସ୍ତରୀୟ ମାନଦଣ୍ଡ ସହ କେବେ ସାଲିସ କରେ ନାହିଁ ବୋଲି ସେ କହିଛନ୍ତି। ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେସନର ପ୍ରମୁଖ ବୈଜ୍ଞାନିକ ଡକ୍ଟର ଅନୁରାଗ ପାଣ୍ଡେୟ କହିଛନ୍ତି ଯେ ସ୍ପାଇକ୍ସ ପ୍ରୋଟିନ୍ ଉପରେ କୋରୋନିଲ୍ ବ୍ୟବହାର କରି ସଂକ୍ରମଣ ନିୟନ୍ତ୍ରଣ କରିବାର ପରୀକ୍ଷଣ କରାଯିବ। ତାହାର ଫଳାଫଳ ଭାଇରସ୍ ନିୟନ୍ତ୍ରଣ କ୍ଷେତ୍ରରେ ନୂଆ ମାନଦଣ୍ଡ ନିର୍ଦ୍ଧାରଣ କରିବ ବୋଲି ପତଞ୍ଜଳିର ବିଶ୍ୱାସ ରହିଛି। ଏଇଠି ଏଣ୍ଡ କରିବାର ରହିଲି। ଜୟ ଜଗନ୍ନାଥ। ବାଏ ବାଏ। ପୁଣି ଦେଖା ହବ ଆସନ୍ତାକାଲି।